ସାଇରା ମୁଁ ଶ୍ରୀ ସାଇ ଚ୍ୟାନେଲରୁ କହୁଛି। ମୁଁ ଆଜି ଆପଣଙ୍କୁ ଶ୍ରୀମାଙ୍କ ବିଷୟରେ କିଛି ଜିନିଷ ବୁଝାଇବି। ଶ୍ରୀମା ସବୁବେଳେ ତାଙ୍କ ଭକ୍ତଙ୍କୁ କହୁଥିଲେ କି ତମେ ତମ ନିଜ କର୍ମ ଉପରେ ବିଶ୍ୱାସ ରଖ। କେବେ ବି ତମେ ଭଗବାନଙ୍କ ଉପରେ ତମେ ବିଶ୍ୱାସକୁ ଛାଡ଼ ନା, ଆଉ ନିଜ କର୍ମ ତମେ ସବୁବେଳେ କରିଯାଅ। କାହିଁକି କର୍ମ ମୋହ ନିଜ ଗୁରୁ। ତମେ ଭାବ ଯେ ମୋ ସାଙ୍ଗରେ ଭଗବାନ ଅଛନ୍ତି, ମୋର କେବେ ବି କିଛି ବି ଖରାପ ହେବନି। ଆଉ ତମେ ସବୁବେଳେ ନିଜ କର୍ମ ଉପରେ ବିଶ୍ୱାସ ରଖ, ଆଉ ତମେ ତମର କାମକୁ ସବୁବେଳେ ଆଗକୁ କରିଯାଅ। ଆଉ କେବେ ବି ତମେ ଭାବ ନା ଯେ ତମ ଦ୍ୱାରା କେଉଁ କାମ ହେଇପାରିବନି। ତମେ ସବୁବେଳେ ଭଗବାନଙ୍କ ଉପରେ ବିଶ୍ୱାସ ରଖ, ଆଉ ତମେ ତମ କର୍ମ କରିଯାଅ। ଫଳ ବିଷୟରେ କେବେ ବି ଚିନ୍ତା କର ନା, କାହିଁକି ଫଳ ଦେବା ଲୋକ ହେଲେ ଭଗବାନ। ତମେ ତମର କର୍ମ କରିଯାଅ, ଫଳ ବିଷୟରେ କେବେ ବି ଚିନ୍ତା କର ନା। ଫଳ ଦେବା ଲୋକ ହେଲେ ଭଗବାନ, ଆଉ ତମେ ଭଗବାନଙ୍କ ଉପରେ ନିଜର ବିଶ୍ୱାସ ରଖ। ନିଜର ଆତ୍ମବିଶ୍ୱାସ ରଖିଲେ ତମେ ଜୀବନରେ ସବୁ ଜିନିଷ ବହୁତ ଭଲସେ କରିପାରିବ। ନିଜର ଆତ୍ମବିଶ୍ୱାସକୁ ବଢ଼ାଅ, ଆଉ ନିଜର କର୍ମ ଉପରେ ବିଶ୍ୱାସ ରଖ। ଭଗବାନଙ୍କୁ ତମେ ତମ ନିଜ ଶରୀର ଭିତରେ ଚିନ୍ତା କର। ତମେ ଚିନ୍ତା କଲେ ତମେ ମୋକ୍ଷ ପାଇପାରିବ, ତମେ ଭଗବାନଙ୍କୁ ପାଇପାରିବ। ତମେ ଭଗବାନଙ୍କୁ ନିଜ ଶରୀର ଭିତରେ ଦେଖ, ଆଉ ତମେ ସବୁବେଳେ ତାଙ୍କୁ ତମ ମନ ଭିତରେ ଚିନ୍ତା କର, ତମ ଆତ୍ମା ଭିତରେ ଚିନ୍ତା କର। ତମରି ଭିତରେ ସେ ଭଗବାନ ଅଛନ୍ତି। ତମେ ଆତ୍ମା ଭିତରେ ସବୁବେଳେ ତମେ ଭଗବାନଙ୍କୁ ଚିନ୍ତା କର, ତାହେଲେ ତମେ ମୋକ୍ଷ ପ୍ରାପ୍ତି ପାଇପାରିବ। ଆଉ ତମେ ତାଙ୍କରି ଭିତରେ ତମେ ଲୀନ ହେଇଯାଅ। ନିଜକୁ ତମେ ଭଗବତ ଚିନ୍ତାରେ ସଂଯୋଗ କରିଦିଅ। ତମେ ତମ ନିଜକୁ ନିଜେ ଭଗବାନଙ୍କ ଚିନ୍ତାରେ ତମେ ଲୀନ କରିଦିଅ। ତମେ ଭଗବାନଙ୍କ ଚିନ୍ତାରେ ଲୀନ କରିଦିଅ, ଆଉ ମନ ଭିତରେ ତମେ ସବୁବେଳେ ଭଗବାନଙ୍କୁ ଭାବ। ଏଇଠି ଆମର ଆଜି ବିଷୟବସ୍ତୁ ସମାପ୍ତ ହେଲା। ଧନ୍ୟବାଦ। ମୁଁ ଶ୍ରୀ ସାଇ ଚ୍ୟାନେଲରୁ ନ୍ୟୁଜ୍ ରିପୋର୍ଟର ସତ୍ୟପ୍ରଜ୍ଞା ଦାସ କହୁଛି। ଜୟ ସାଇରାମ।